ଆପଣଙ୍କର ଲାଗି ଗୋଟେ ବଢ଼ିଆ ଖବର ଆଜ୍ଞା ଚମଚମାଟା ପୁରା ସୁନ୍ଦରା ଖବର ହେ ଯେନେ କି ଦେଖୁନ୍ ଆମର ମୋଦି ସରକାର ଆପଣମାନଙ୍କର ଆକାଉଣ୍ଟକେ 2000 ଟଙ୍କା ଲେଖା ପଇସା ପଠାଲେ 5 ବଜେ ଆଉ ଚାଷୀମାନଙ୍କର ଆକାଉଣ୍ଟକେ 6:30 ବଜାନୁ ପଇସା আসବାଟା ଆରମ୍ଭ ହେଇଯାଇଛି ଆଉ ଇଥର ଦେଖୁନ୍ ଆମର ଚାଷୀମାନେ ଯାହାକି 2000 ଟଙ୍କା ଲେଖା ପଇସା ପାଇଛନ୍ ତାର ସଙ୍ଗେ ସଙ୍ଗେ ଯେନ୍ ଚାଷୀ ଭାଇମାନଙ୍କର ଯେତ୍କି ପଇସା ପେଣ୍ଡିଂ ଥିଲା ଆଜ୍ଞା ତ ସେ ପଇସା ମାନେ ବି ଆପଣମାନଙ୍କର ଆକାଉଣ୍ଟକେ ଆସିଯାଇଛେ ଜଣେ ଜଣେ ଚାଷୀମାନଙ୍କର 4000 ଆସିଛେ କେନ୍ ଚାଷୀର 3000 6000 ଆସିଛେ କେନ୍ ଚାଷୀର 8000 ଆସିଛେ ମାନେ ଯେତ୍କି ଆପଣର ପଇସାଟା ପେଣ୍ଡିଂ ଥିଲା ତ ସେ କାରଣ ଲାଗି ଆପଣଙ୍କ ସବୁ ପଇସାଟା ଏଥର ବି ପଇସା ମିଳିଯାଇଛି ଆଜ୍ଞା ଆଉ ଖାସ କରି ଦେଖନ୍ ସରକାର ଏଥର ଯେନ୍ ପଇସାଟା ଆପଣମାନଙ୍କୁ ପଠଉଛନ୍ ଆଜ୍ଞା ଡିବିଟି ମାଧ୍ୟମରେ ପଇସାଟା ଟ୍ରାନ୍ସଫର କରୁଛନ୍ ଆଉ ପ୍ରାୟତଃ ଦେଖନ୍ ମୋର୍ ପାଖେ ବିନା ପ୍ରୁଫ୍ ନାଇଁ ହେଲେ ମୁଇଁ କୌଣସି ଭିଡ଼ିଓଟା ପ୍ରଚାର ନାଇଁ କରିଥାଏ ଆଉ 15 ଦିନ ପଛେ ଗୋଟେ ଭିଡ଼ିଓ ପଛେ ଅପଲୋଡ଼ ହେବା ଆମର ଟେକ୍ନିକାଲ ସୁରି 02 ନେ କିନ୍ତୁ ଆପଣ ସଠିକ୍ ଖବର ହିଁ ଆପଣମାନେ ସବୁବେଳେ ପାଇବେ ଆଜ୍ଞା ଏବେ ଆସନ୍ ଦେଖମା ପ୍ରୁଫ୍ଟା କେ ଚାଷୀମାନଙ୍କର ଆସିଛି କି ନାଇଁ ଆସିବା ମତେ ଜଣେ ଚାଷୀ ପଠେଇଛନ୍ ଦେଖନ୍ ଦେଖନ୍ ତାଙ୍କର ଏସଏମଏସ୍ ଆସିଛି ପିଏମ୍ କିଷାନ ଯୋଜନା 22ତମ କିସ୍ତି ଭାବେ 2000 ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ଆଶା କରୁଛି ଏହା ଆପଣଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରିବ ବୋଲି ଲେଖାଯାଇଛି ଆଉ ଗୋଟେ ଏସଏମଏସ୍ କାଣା ହେଇଛି ଦେଖନ୍ ଆଉ ଜଣେ ମୋତେ ପଠେଇଛନ୍ ତାଙ୍କର ବି ଏଇଭଳିଆ ଏସଏମଏସ୍ ଆସିছে ଆଉ ଜଣେ କାଣା ପଠେଇଛନ୍ ଦେଖନ୍ ତାଙ୍କର ବି ଏଇଭଳିଆ ହେଇছে ଆଉ ଜଣେ ମୁଇଁ ଦେଖେଇ ଦଉଛେ ଆପଣ ଦେଖିଲା ପରେ ଜାଣିପାରିବେ ଗୋଟେ ଗୋଟେ କରି ମୁଇଁ ଦେଖଉଛେ ଆଉ ଜଣେ ଆଜ୍ଞା ଦେଖନ୍ ତାଙ୍କର ପଠେଇଛନ୍ ତାଙ୍କର ଆସିছে 2000 ଟଙ୍କା ଆଜ୍ଞା ଯେନ୍ଟାକି ତାଙ୍କର ପୋଷ୍ଟ ଅଫିସରେ ଆଉ ଜଣେ ଆଜ୍ଞା ପଠେଇଛନ୍ ଯେନ୍ଟାକି ତାଙ୍କର ଆସିছে ୟୁନିୟନ ବ୍ୟାଙ୍କରେ ଯେନ୍ଟାକି ଦେଖିପାରୁଥିବେ ଇ ଭଳିଆ ଆମର ଚାଷୀମାନଙ୍କର ଆକାଉଣ୍ଟକେ 2-2 ହଜାର ଟଙ୍କା ଲେଖା ଆସିছে ମାନେ ଏସବିଆଇ ବ୍ୟାଙ୍କ ତାପରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଯେତେ ବି ବ୍ୟାଙ୍କ ଅଛି ଆଜ୍ଞା ସମସ୍ତ ବ୍ୟାଙ୍କ ମାନକେ ପଇସା ଯେନ୍ଟାକି ସରକାର ପଠଉଛନ୍ ଆଉ ଆପଣମାନକେ ଆସ୍ତେ 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 ଆପଣଙ୍କର ଆକାଉଣ୍ଟକେ ପଇସା ଆସିଯିବା ଇନର୍ ଲାଗି ଆପଣ କିଛି ଟେନସନ୍ ନେବାର ନାଇଁନ କେବଳ ଗୋଟେ ଜିନିଷ ମନେ ରଖନ୍ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଯଦି ଆପଣମାନେ ଖାତା ଖୋଲିଛନ୍ ବୋଲେ ଆପଣକେ ଆସନ୍ତା କାଲି ପଇସା ମିଲବା ଯେନେକି ଆଜି ରାତିରେ ଆପଣଙ୍କ ଟୋଟାଲ ପଇସା ନାଇଁ ମିଲେ ଯାହାକି ଆପଣ 14 ତାରିଖ ଦିନ ଆପଣମାନଙ୍କର ଆକାଉଣ୍ଟକେ ପଇସାଟା ଆସିଯିବା ଆଜ୍ଞା ତ ସେଥିଲାଗି ପହଲା କରି ଦେଖୁଛନ୍ ବୋଲେ ନିହାତି ଭାବରେ ସବସ୍କ୍ରାଇବ୍ କରିଥିବେ ଆଉ ସବୁବେଳେ ଆପଣମାନେ ଆମର ଏଇ ଚ୍ୟାନେଲ ମାଧ୍ୟମରେ ସଠିକ୍ ଖବରଟା ପାଇପାରିବେ ଆଉ ଗୋଟେ କଥା ମନେ ରଖନ୍ ଯେନ୍ ଚାଷୀ ଭାଇମାନଙ୍କର ସିବିଡିସି ଯଦି ଆକ୍ଟିଭ ହେଇଯାଇଛି ବୋଲେ ଆପଣଙ୍କର ବ୍ୟାଙ୍କକେ ଯାଇକରି ନିଜେ ବାଲାନ୍ସଟା ଚେକ୍ କରିନେବେ କିମ୍ବା ଆପଣମାନେ ଏସବିଆଇ ବ୍ୟାଙ୍କର ଯେନ୍ ସିବିଡିସି ଆକାଉଣ୍ଟ ଚେକ୍ କରିବେ ଯଦି ଆପଣଙ୍କର ଏସବିଆଇ ବ୍ୟାଙ୍କରେ ଯଦି ସିବିଡିସି ଆକାଉଣ୍ଟ ଖୋଲି ଦେଇଛନ୍ କିମ୍ବା ଅଲଗା ବ୍ୟାଙ୍କରେ ଯଦି ଆପଣ ସିବିଡିସି ଆକାଉଣ୍ଟ ଯଦି ଖୋଲି ଦେଇଛନ୍ ବୋଲେ ଆପଣ ସିବିଡିସି ଆକାଉଣ୍ଟକେ ବି ପଇସାଟା ପଳେଇଯିବା এই କଥା ଗୋଟେ ମନେ ରଖିଥନ୍ ମାନେ ଆପଣଙ୍କର ଯେନ୍ ଜାଗାରେ ଡିବିଟି ଆକ୍ଟିଭ ଥିବା ସେ ଜାଗାରେ ଆପଣଙ୍କର ପଇସା ଆସିଯିବା ଆଉ ଏଥିଲାଗି ଆପଣଙ୍କୁ କିଛି କରବାର ନାଇଁ ପଡ଼େ ଯଦି ଆପଣଙ୍କର ସବୁ କିଛି ଠିକ୍ ଠାକ୍ ଅଛି ବୋଲେ କାଁ ଯେ ଦେଖନ୍ ସବୁ ଯେନ୍ ଚାଷୀମାନଙ୍କର ଠିକ୍ ଠାକ୍ ଥିସି ସେ ଚାଷୀମାନଙ୍କୁ ପଇସା ଆସିବାଟା କମ୍ପଲସରି ଆଜି ରାତିରେ 10 ବଜା ଭିତରେ ଆପଣଙ୍କର ଆକାଉଣ୍ଟକେ କମ୍ପଲସରି ଆସିଯିବା ଆଉ ଯେତ୍କି ବି ଆମର ଚାଷୀମାନେ ଛାଡ଼ି ହେଇଛନ୍ ଆସନ୍ତା କାଲି ଆପଣମାନେ ପଇସାଟା ପାଇପାରିବେ তো আশা করছেন ভিডিওটি আপনাকে নিহাতি ভাবে ভাল লাগিথিবা পহলা করে দেখুছন বলে নিহাতি সবসক্রাইব করুন যাহা বি আপডেট আসবা আমি আপনাকে জনাই দেমু